15 ଅକ୍ଟୋବର ଶୁକ୍ରବାରରୁ ଆରମ୍ଭ ହେଉଥିବା ଜମ୍ମୁ ଓ କାଶ୍ମୀର ବିପକ୍ଷରେ ପ୍ରଥମ ରଞ୍ଜି ଟ୍ରଫି ମ୍ୟାଚ୍ ପାଇଁ ଭାରତର ଟି-20 ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ 16 ଜଣିଆ ମୁମ୍ବାଇ ଦଳରୁ ବାଦ୍ ଦିଆଯାଇଛି। ସଞ୍ଜୟ ପାଟିଲ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ଦିଲ୍ଲୀପ ନେତୃତ୍ୱରେ ବରିଷ୍ଠ ଚୟନ କମିଟି ଭାରତର 19 ବର୍ଷରୁ କମ୍ ଅଧିନାୟକ ଆୟୁଷ ମହାତ୍ରେଙ୍କୁ ଦଳରେ ସାମିଲ କରିଛି। ଅଷ୍ଟ୍ରେଲିଆରୁ ଫେରିବା ପରେ ମହାତ୍ରେ ମୁମ୍ବାଇ ଦଳର ଅନ୍ୟ ସଦସ୍ୟଙ୍କ ସହିତ ସିଧାସଳଖ ଶ୍ରୀନଗର ଯିବେ ଏବଂ ମୁମ୍ବାଇ ବିମାନ ବନ୍ଦରରେ ଦଳରେ ଯୋଗ ଦେବେ। ଭାରତର ସଂଘର୍ଷପୂର୍ଣ୍ଣ ଟେଷ୍ଟ ଅଲରାଉଣ୍ଡର ସର୍ଦ୍ଦୁଲ ଠାକୁର ଦଳର ନେତୃତ୍ୱ ନେବେ। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ସୂର୍ଯ୍ୟଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯାଇଛି। ଟିଓଆଇ ଲେଖିଛି ଯେ ତାଙ୍କୁ ଭାରତ ପାଇଁ ଟେଷ୍ଟ କିମ୍ବା ଦିନିକିଆରେ ଚୟନ କରାଯିବାର କୌଣସି ସମ୍ଭାବନା ନାହିଁ। ସେ ବର୍ତ୍ତମାନ 35 ବର୍ଷ ବୟସର ଏବଂ ଭାରତ ପାଇଁ କେବଳ ଟି-20 ଫର୍ମାଟରେ ଖେଳନ୍ତି। ଡିସେମ୍ବର 2010ରେ ଦିଲ୍ଲୀ ବିପକ୍ଷରେ ଡେବ୍ୟୁ କରିବା ପରଠାରୁ ପ୍ରାୟ 15 ବର୍ଷର ପ୍ରଥମ ଶ୍ରେଣୀ କ୍ୟାରିୟରରେ ସେ 86ଟି ମ୍ୟାଚରୁ 42.33 ହାରରେ 5,758 ରନ୍ କରିଛନ୍ତି, ଯେଉଁଥିରେ 14ଟି ଶତକ, 30ଟି ଅର୍ଦ୍ଧଶତକ ଏବଂ ଓଡ଼ିଶା ବିପକ୍ଷରେ ସର୍ବାଧିକ 200 ରନ୍ ସାମିଲ ଅଛି। ସେ 2023ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିଥିଲେ।